ଆପଣ ସାର୍ ଅଛନ୍ତି କିନ୍ତୁ ଆପଣ ବହୁତ ବର୍ଷ ତଳେ ଜାଣିଥିଲି ସାରଙ୍କର ଦିଟା ଝିଅ ତମେ ବଡ଼ ନା ସାନ ମୁଁ ସାନ କିନ୍ତୁ ଆପଣଙ୍କ ପରିଚୟ ପରିଚିତ ନେଇ ବ୍ୟସ୍ତ କାହିଁକି କଣ ମୋ ଅପରିଚିତ ଲୋକ ବୋଲି କଥା ହବା ଖରାପ ଲାଗୁଛି ନାଇଁ ନାଇଁ ମୁଁ ଆପଣଙ୍କୁ ଜାଣିନି ତ ହଁ କଥା ହେଲେ ଧୀରେ ଧୀରେ ଜାଣିଯିବ ମତେ ପ୍ରଥମେ କହ ତମ ହାଣ୍ଡିରେ ମୋ ପାଇଁ ଚାଉଳ ପଡିବ କି ନାହିଁ ଆପଣ କଣ ପାଇଁ ଆମ ଘରେ ଖାଇବେ ଆମେ ତ ଗରିବ କିନ୍ତୁ ଆପଣ ତ କଣ ମୁଁ କଣ କୋଟିପତି ମୁଁ ଭଲ ଲୋକ ତମେ କେମିତି ଜାଣିଲ କଣ ମୋ ବେଶ ପୋଷାକରୁ କଣ ହେଇଛି କଣ ହେଲେ ମୁଁ ତ ତମକୁ ଜାଣିପାରୁନି କିଏ ତମେ କୁହ ତ ମୁଁ ଭିତରେ ଅଛି ବାପା ହଁ ମା ଏ ବ୍ୟାଗଟା ନେଇଯା କିଛି କହିଲନି ଯେ ତମ ପରିଚୟ ନଦେଲେ ମୁଁ ତମକୁ ଜାଣିବି କେମିତି ପରିଚୟ ତ ନିଶ୍ଚୟ ଦେବି ସାର୍ ହେଲେ ତା ପୂର୍ବରୁ ଆପଣ ଗୋଟେ ପୁରୁଣା କଥା ମନେ ପକେଇ ଦେବାକୁ ଚାହୁଁ ହଁ କଥା କହୁନ କୁହ 20 ବର୍ଷ ତଳେ ଆପଣଙ୍କ ସ୍କୁଲରେ ଗୋଟେ ଅଘଟଣ ଘଟିଥିଲା ହଁ ଚାକିରି କାଳ ଭିତରେ ଏମିତି ଛୋଟ ବଡ ଅନେକ ଅଘଟଣ ଘଟି ଯାଇଛି ତମେ କୋଉ ଅଘଟଣ କଥା କହୁଛ 10ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଆପଣଙ୍କ ସ୍କୁଲର ପଛପଟେ ଯୋଉ ଭଙ୍ଗା ଘର ଥିଲା ସେ ଭଙ୍ଗା ଘର ଭିତରେ ଜଣେ 9ମ ଶ୍ରେଣୀ ଛାତ୍ରୀର ଇଜ୍ଜତ ନେବା ପାଇଁ ଚେଷ୍ଟା କରିଥିଲେ ଫଳରେ ସ୍କୁଲର ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଧାନ ଶିକ୍ଷକ ହିସାବରେ ଅନୁଶାସନ ନୀତି ଧରି ଆପଣ ସେ ପିଲାଟିକୁ ପୋଲିସରେ ନ ଦେଇ ସବୁଦିନ ପାଇଁ ସ୍କୁଲର ରଷ୍ଟିକେଟ୍ କରିଦେଇଥିଲେ ମନେ ଅଛି ଆହୁରି ବି ମନେ ଅଛି ସେଇ ଘଟଣାରେ ମର୍ମାହତ ହେଇ ସେ ପିଲାଟିର ଅସହାୟା ବିଧବା ମା ବେକରେ ରସି ଲଗେଇ ଆତ୍ମହତ୍ୟା କରିଦେଇଥିଲା ଆପଣ ଠିକ ମନେ ରଖିଛନ୍ତି ସାର୍ ଆଉ ତାପରେ ମାକୁ ହରେଇ ଲଜ୍ଜା ଅପମାନରେ ସେ ପିଲାଟି ସବୁଦିନ ପାଇଁ କୁଆଡେ ଚାଲିଗଲା ହେଲେ ସାର୍ ସେ ପିଲାଟା କଥା କେବେ ଥରେ ଭାବିଛନ୍ତି ସେ କୋଉଠି ରହିଲା କଣ କରୁଛି କେବେ ଚିନ୍ତା କରିଛନ୍ତି ନା ଚିନ୍ତା କରିନି କାରଣ ତା ଉପରେ ମୋ ମନଟା ଏତେ ବିଷାକ୍ତ ହେଇଯାଇଥିଲା ଯେ ତା ବିଷୟରେ ଜାଣିବାକୁ ମୁଁ ଆଦୌ ଆବଶ୍ୟକ ମନେ କରିନି କିନ୍ତୁ ସାର୍ ସେଦିନ ସେ ଅଘଟଣ ସେ ପିଲାଟିକୁ ଶୃଙ୍ଖଳିତ କରିଦେଲା ବାହାରେ ଯାଇ ପାଠ ପଢି ଆଦର୍ଶ ଶୃଙ୍ଖଳାକୁ ପୁଞ୍ଜି କରି ସେ ଜଣେ ଭଲ ମଣିଷ ପାଲଟିଗଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ପିଲାଟି ଏବେ ଗୋଟେ କମ୍ପାନୀର ମ୍ୟାନେଜର କଣ କହୁଛ ତମେ ଏ କଥା କଣ ସତ ସାର୍ ଆଚ୍ଛା ସାର୍ ସେ ପିଲାଟିର ନାଁ ଆପଣଙ୍କର ମନେ ଅଛି ତା ନାଁଟା ବୋଧେ କାଳିଚରଣ ଥିଲା ନା କଣ ବୋଧେ ନୁହେଁ ସାର୍ ତା ନାଁ କାଳିଚରଣ ମଙ୍ଗରାଜ ତମେ କେମିତି ଜାଣିଲ ତମେ କଣ ତା ସାଙ୍ଗ ନୁହେଁ ସାର୍ ଆଉ ମୁଁ ନିଜେ ହିଁ ସେ କାଳିଚରଣ କଣ କହିଲ ତମେ ସେ କାଳିଚରଣ ସାର୍ ମୁଁ କାଳିଚରଣ କ୍ଷମା କରିଦବ ବାବୁ क्षमा करदो मते विश्वास कर कौनसी उद्देश्य रखी से दिन मु तम प्रति दंड विधान करन जड़े प्रधान शिक्षक भाव में मु जहा मोर कर्तव्य करी नाई सर आपण निज अपराधी बोली कहीं मन कर दंड विधान तो मो आशीर्वाद भगवान तुम मंगल करंतु बाबू तुम जड़े भल मनीष हुआ आदर्श नागरिक हुआ यह ईश्वर को पाखे मोर कामना बाबू बाबू मत बाबू बाबू कहीं कौन सर थरते काली बोली कहते काली बुझिल काली मोर अनेक भल छात्र सफलता पाई सारिया पर मते सब देखा करने को आसी थांती मु भी से देखि खूब खुशी होता मात्र तम भली जने दुष्ट छात्र परिवर्तन धारा रे सफल है जने उत्तम मनुष्य भाव में तमे आज मते देखा करने को आसी सेति पय मु निजको खूब गौरवान्वित माने करूछि सब समय खेल सर अच्छा सर मु तो जानथिली आपनकर दीटा छियो जा से तो कथा होती सुसान हेले आपनको बड़ छियो बिचारी भक्त भागिनीटा एमिति काई होछन सर बरुण पटनायक मोर जन उत्तम छात्र थिला बड़ लोक रखिला ता बापा को देहांत परे निजर अचलाचल संपत्ति कंपनी सबुर मालिक थिला से हठात से दिन आसी पहुंची
ମୋ ବଡ଼ ଝିଅ ଛନ୍ଦିତାର ହାତ ମାଗି ବସିଲା, କିନ୍ତୁ ବନ୍ଧୁ ବାନ୍ଧିବାର ଯୋଗ୍ୟତା ନଥାଇ ବି ଗୁରୁ ଶିଷ୍ୟର ସମ୍ପର୍କକୁ ନେଇ ମୁଁ ଶେଷରେ ତା କଥାରେ ରାଜି ହେଇଗଲି। ଇଏ ତ ବହୁତ ଖୁସିର କଥା। ଆପଣଙ୍କ ଝିଅ ତ ବହୁତ ଭାଗ୍ୟବତୀ। ଓହୋ, ତା ହେଇଥାନ୍ତା, ହେଲେ ମୋ ଝିଅର ଭାଗ୍ୟ ଏତେ ଖରାପ, ବାହାଘରର ମାତ୍ର 2 ଦିନ ପରେ ଗୋଟେ ଆକ୍ସିଡେଣ୍ଟରେ ଜ୍ୱାଇଁ ମୋର ମରିଗଲେ। ମାଇ ଗଡ୍। ବାସର ହେଇନଥିବାରୁ ମୋ ଝିଅକୁ ମୁଁ ଫେରେଇ ଆଣିବାକୁ ଇଚ୍ଛା କଲି, ହେଲେ ବରୁଣର ଦାଦା ରଣବୀର ପଟ୍ଟନାୟକ କିଛି ଦିନ ସମୟ ମାଗି ମୋ ଝିଅକୁ ତାଙ୍କ ଘରେ ରଖିଲେ। ହେଲେ ତାର 15 ଦିନ ପରେ ମୁଁ ଶୁଣିବାକୁ ପାଇଲି ମୋ ଝିଅ ତା ଶାଶୁ ଘର ଛାଡି ଚାଲି ଯାଇଛି। କଣ କହୁଛନ୍ତି ସାର୍? ଥାନାରେ ଅଭିଯୋଗ କରିଥିଲି, ବର୍ଷେ ହେଇଗଲା, ନା ଝିଅକୁ ଫେରି ପାଉଛି ନା ଥାନା ବାଲା କିଛି କହୁଛନ୍ତି। ବୁଝିଲୁ କାଳି, ମୋର ଯେତେଦୂର ମନେ ହୁଏ ସେମାନେ ମୋ ଝିଅକୁ ମାରି ଦେଇଛନ୍ତି। ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ, ଧୈର୍ଯ୍ୟ ଧରନ୍ତୁ। ଏ କ୍ଷେତ୍ରରେ ମୁଁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବି। କିନ୍ତୁ କେମିତି? କାହିଁକି ନା ମୁଁ ସେ ରଣବୀର ପଟ୍ଟନାୟକ କମ୍ପାନୀର ମ୍ୟାନେଜର। କଣ କହୁଛୁ ତମେ? ତମେ ତାଙ୍କରି କମ୍ପାନୀରେ? ହଁ ସାର୍, ଘଟଣା କଣ ହେଇଛି ଅନୁସନ୍ଧାନ କରି ମୁଁ ଆପଣଙ୍କୁ ନିଶ୍ଚୟ ଜଣେଇବି। ଏତିକି ଯଦି କରିପାରନ୍ତ ତାହେଲେ ମୁଁ ବହୁତ ଖୁସି ହେଇଯାଆନ୍ତି। ନିଶ୍ଚୟ କରିବି ସାର୍। ମୁଁ ଆପଣଙ୍କ ଜଣେ ଛାତ୍ର ହେଲେ ବି ପୁଅ ଭଳି, ଆପଣଙ୍କ ଝିଅ ତ ମୋ ଭଉଣୀ ଭଳି। ଭାଇ ହିସାବରେ ଭଉଣୀର ଖୋଜ ଖବର କରିବା ତ ମୋର କର୍ତ୍ତବ୍ୟ। ଖୁସି କରିଦେଲ କାଳି, ମତେ ତମେ ବହୁତ ଖୁସି କରିଦେଲ। ତମର ଏଇ ଗୋଟିଏ କଥା ତମ ମହାନତାର ପରିଚୟ ଦେଲା। ଖାଲି ଆପଣ ଖୁସି ହେଲେ ଚଳିବନି, ଆଜି ଆପଣ ମତେ ବି ଖୁସି କରିବେ। ମାନେ କିଛି ବୁଝିପାରିଲିନି ବାପା। ମୋ ମା ମରିଯିବା ପରେ ଏ ଦୁନିଆରେ ଆଉ ମୋର କେହି ନାହାନ୍ତି, ତେଣୁ ଆପଣଙ୍କୁ ମୁଁ ନିଜର ମନେକରି ଜଣେ ଛାତ୍ର ଭାବରେ ନୁହଁ, ଜଣେ ପୁଅ ଭାବରେ ମୋ ରୋଜଗାରର କିଛି ଅର୍ଥ ମୁଁ ଆପଣଙ୍କୁ ଭେଟି ଦେବାକୁ ଇଚ୍ଛା କରେ। ନାହିଁ ନାହିଁ ବାବା, ଏସବୁ ମୁଁ କିଛି ଆବଶ୍ୟକ ମନେ କରେନି। ଆପଣଙ୍କ ପାଇଁ ନଥାଇପାରେ, ମୋ ପାଇଁ ବହୁତ ମୂଲ୍ୟ ଅଛି। ମନେ କରନ୍ତୁ ବିଷୟ, ପୁଅ ଭାବରେ ନହେଲା ନାହିଁ, ଜଣେ ଛାତ୍ର ଭାବରେ ମୋର ଏ ରୋଜଗାର ଅର୍ଥକୁ ଆପଣ ଗୁରୁ ଦକ୍ଷିଣା ବୋଲି ଗ୍ରହଣ କରନ୍ତୁ, ନଚେତ୍ ଜଣେ ବେସାହାର ପୁଅର ବାପ ହିସାବରେ ଗ୍ରହଣ କରନ୍ତୁ। ଆପଣଙ୍କୁ ମୋ ନିୟମ। ହେ ଭଗବାନ, ମତେ ଏ କି ଧର୍ମ ସଙ୍କଟରେ ପକେଇଲେ ପ୍ରଭୁ। ମୋ ଜୀବନରେ ଏମିତି ସୁଖକର ଦିନ ଆସିବ ମୁଁ ସ୍ୱପ୍ନ ସୁଦ୍ଧା ଚିନ୍ତା କରିନଥିଲି। ଲାଗୁଛି ଆଜିର ଏ ଦିନଟି ଏ ଧରଣୀ ମାଷ୍ଟର ପାଇଁ ଖୁବ୍ ଶୁଭଙ୍କର ଦିନ। ହଉ ଦିଅ କାଳି ଦିଅ, ତମର ସେ ଭେଟି ମୁଁ ଗ୍ରହଣ କରିବାକୁ ରାଜି।